ମହେଶଙ୍କର ଯେଉଁ ସଡ଼ାରେ ଆମର ଯେଉଁ ଶିବ ମନ୍ଦିର ଅଛି ଏ ଆମ ବାପକ ସାପ ଅମଳ ବି ସେ ଏଠି ଚାଲିଛି, କିନ୍ତୁ ଏଠି ବହୁତ ଜନସମାଗମ ହୁଏ। ଏବେ କିନ୍ତୁ ଆମର ବର୍ତ୍ତମାନ ଖରାବେଳରେ ଲୋକ ବିଶେଷ ନାହାନ୍ତି, ସନ୍ଧ୍ୟାବେଳେ ପ୍ରବଳ ଲୋକ ସମାଗମ ହେବେ। ତା ସହିତ ଆମର ବାର୍ଷିକ ଅନୁଷ୍ଠାନ ଯେଉଁ ହରିହାଟ ହୁଏ, ସେ ହରିହାଟ କଳସ ବି ଗତକାଲିଠୁ ଆସିସାରିଛି। ଆଉ ସେଇଠି ପୂଜକମାନେ ପୂଜା କରୁଛନ୍ତି। ଆଉ ଏଠି ବି ଲୋକ ପ୍ରବଳ ଗହଳି ହେଇଛି। ଆଉ ଆମର ବି ଯାତ୍ରା ଅନୁଷ୍ଠାନ ଚାଲିବ, ଯାତ୍ରା ଆସନ୍ତାକାଲିଠାରୁ ଯାତ୍ରା ଚାଲିବ। ଆଉ ଅନୁଷ୍ଠାନଟା ଆସ୍ତେ ଆସ୍ତେ ବଢ଼ି ଚାଲିଛି। ଇଏ ଆମ ଶିବ ବୈଦ୍ୟନାଥଙ୍କର ଗୋଟେ ମହିମା ଅଛି, ଏଠି ଯିଏ ଯାହା ମାନସିକ କରନ୍ତି ସେଟା ପୂର୍ଣ୍ଣ ହୁଏ। ବହୁତ ରୋଗୀ ବି ମଧ୍ୟ ଏଠି ଆସିକି ବାବାଙ୍କ ପାଦୁକା ପାଇକି ଭଲ ହେଇଛନ୍ତି। ତେଣୁକରି ଏଙ୍କର ରାଜା ଅମଳରୁ ବି ଚାଲିଛି ଏଠି ଆମର। ତେଣୁକରି ଏ ବାବାଙ୍କର ମହିମା ବହୁତ। ଧନ୍ୟବାଦ। ଅକ୍ଷୟ କୁମାର ପଣ୍ଡା। ଏହା ହେଉଛି ବହୁ କାଳର ବୈଦ୍ୟନାଥଙ୍କ ଶୈବପୀଠ। ଆମେ 4 ଜଣ ତାଙ୍କର ସେବା କରି ଆସୁଛୁ। ଆଉ ଆଜି 4 ଜଣ ମଧ୍ୟ ଉପସ୍ଥିତ ଆମେ ଅଛୁ। ଏଇ ବୈଦ୍ୟନାଥଙ୍କର ମହିମା ଆମେ କ'ଣ କହିବା, ଅଶେଷ ମହିମା ତାଙ୍କର। ଏଠିକି ଯିଏ ଆସିଛି, ଯାହା ମାଗିଛି ତାହା ପୂରଣ ହେଇଛି। ମନସ୍କାମନା ବାବା ପୂରଣ କରିଛନ୍ତି। ଆଉ ରୀତିକାନ୍ତି କଥା କହିବାକୁ ଗଲେ, ଆମେ 4ଟା ବେଳେ ହରିହାଟଙ୍କର ଇଏ ହେଉଛି ମିଳନ, ହରିହରଙ୍କର ଇଏ ହେଉଛି ମିଳନ, ସେହି ଜାଗର। ଆଉ ସପ୍ତାହ କାର୍ଯ୍ୟକ୍ରମ ଏହା ଚାଲେ, ବ୍ୟାପୀ ଚାଲେ। ଆଉ ଆଜି ଆମେ ରୀତିକାନ୍ତି କଥା କହିଲେ, ଆମେ ରାତି 4ଟା ସମୟରେ ସବୁ ବ୍ରାହ୍ମଣ ଉପସ୍ଥିତ ରହି ଦ୍ୱାରପିଠା କାମ କଲୁ। ମଙ୍ଗଳ ଆରତି ହେଲା, ଠାକୁରଙ୍କର ସ୍ନାନ, ଦେବସ୍ନାନ, ମହାସ୍ନାନ, ରୁଦ୍ରାଭିଷେକ, ବିଲ୍ୱପତ୍ର ସମର୍ପଣ ଇତ୍ୟାଦି ଆଳତି ମଧ୍ୟ, ଏସବୁ ଜିନିଷ ଖୁବ୍ ଭକ୍ତମାନଙ୍କ ଭିଡ଼ରେ ଏସବୁ ଜିନିଷ କରାଯାଇଛି। ତାପରେ ଭକ୍ତମାନଙ୍କୁ ଆଉ ଆମେ କଭର କରିପାରିଲୁ ନାହିଁ। ଭକ୍ତମାନଙ୍କର ଗହଳି ହେଲା, ସେମାନଙ୍କର ଭୋଗରାଗ ସବୁ ଆମେ କଲୁ। ଆଉ 12ଟା ବେଳେ ଠାକୁରଙ୍କୁ ଆମେ ବିଶ୍ରାମ ଦେଉ। ତାଙ୍କର ବଡ଼ ସିଂହାର ବେଶ କରୁ, ଆଉ ରୁଦ୍ରାଭିଷେକ ମଧ୍ୟ କରୁ, ଆଳତି ମଧ୍ୟ ହୁଏ। ଆଉ ତାଙ୍କର ଖିଚୁଡ଼ି ଭୋଗ, ତାଙ୍କ ପାଖରେ ଅନ୍ନ ଭୋଗ ମଧ୍ୟ ଲାଗେ। ସନ୍ଧ୍ୟାବେଳେ ଆଉ ବ୍ରତୀମାନେ ସେମାନେ ଜାଗର ଜାଳନ୍ତି, ଦୀପ ଜାଳନ୍ତି। ଦୀପ ଜଳନରେ ଏ ପରିସର ଖୁବ୍ ଉତ୍ସବ ମୁଖର ହୁଏ ଏବଂ ପ୍ରଜ୍ୱଳିତ ହୁଏ। ଈଶ୍ୱରାୟ ନମୋ ନମଃ। ଶ୍ରୀ ସର୍ବେଶ୍ୱର ମହାଦେବ ଅଖଣ୍ଡ ପ୍ରଭାବଶାଳୀ, ତେଣୁ ତାଙ୍କର ମହିମା କହିଲେ ନ ସରେ। ଆଜକୁ ପ୍ରାୟ 11 ବର୍ଷ ହେଲା ଏ ମହାଶିବରାତ୍ରି ଜାଗର ଚାଲି ଆସିଛି। ତେଣୁକରି ଆମର ସନ୍ଧ୍ୟା ସମୟରେ 8ଟା ଭିତରେ ଆମର ପହଡ଼ିକିଆ ଦୀପ ଉଠାଯାଏ ଏବଂ ତାପରେ ଆମର ମହାଦୀପ 12ଟା 15 ମିନିଟରେ ଏ ବର୍ଷ ଉଠାଯିବ। ତେଣୁକରି ମହାଦୀପ ଉଠିଲା ପରେ ବଡ଼ ସିଂହାର ବେଶ ହେବ। ବଡ଼ ସିଂହାର ବେଶ ପରେ ତାଙ୍କର ଯେଉଁ ନୀତିକାନ୍ତି ଅଛି ସବୁ କରାଯିବ। କରାଗଲା ପରେ ତାପରେ କ'ଣ କରାଯିବ ନା ଆମର ମନ୍ଦିର ବନ୍ଦ ରହିବ। ତେଣୁ ଏଇ ହେଉଛି ଆମର ସର୍ବେଶ୍ୱର ମହାଦେବଙ୍କର ଲୀଳା।